ओम शांति। ओम शांति। 29 ଅଗଷ୍ଟ 2025 ସାକାର ମୁରଲୀ। ମୁରଲୀର ମୁଖ୍ୟ ପଏଣ୍ଟରେ ପରମ ପ୍ରିୟ ପରମପିତା ପରମାତ୍ମା ଶିବ ବାବା କହିଛନ୍ତି, ମିଠେ ବଚ୍ଚେ, ନିଜର ସୁରକ୍ଷା ପାଇଁ ବିକାର ରୂପୀ ମାୟାର ପଞ୍ଝାରୁ ସର୍ବଦା ମୁକ୍ତ ହୋଇ ରହିବାକୁ ହେବ। ଦେହ ଅଭିମାନରେ କେବେ ହେଲେ ଆସ ନାହିଁ। ପ୍ରଶ୍ନ, ପୁଣ୍ୟ ଆତ୍ମା ହେବା ପାଇଁ ବାବା ସବୁ ପିଲାମାନଙ୍କୁ କେଉଁ ମୁଖ୍ୟ ଶିକ୍ଷା ଦେଉଛନ୍ତି? ଉତ୍ତରରେ ବାବା କହୁଛନ୍ତି, ପିଲାମାନେ ଯଦି ପୁଣ୍ୟ ଆତ୍ମା ହେବାର ଅଛି ତେବେ ପ୍ରଥମ ପଏଣ୍ଟ, ସର୍ବଦା ଶ୍ରୀମତରେ ଚାଲୁଥାଅ। ଯୋଗର ଯାତ୍ରାରେ କେବେ ବି ଅବହେଳା କର ନାହିଁ। ଦ୍ୱିତୀୟରେ ବାବା କହିଛନ୍ତି, ଆତ୍ମା ଅଭିମାନୀ ହେବାର ପୁରା ପୁରୁଷାର୍ଥ କରି କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କର। ପୁଣ୍ୟ ଆତ୍ମା ହୋଇ ଏହି ଦୁଃଖ ଧାମରୁ ପାରିକରି ସୁଖ ଧାମକୁ ଯିବା ପାଇଁ ଏହା ହିଁ ଉପଯୁକ୍ତ ସମୟ। ଓମ୍ ଶାନ୍ତି। ବାବା ହିଁ ପ୍ରତିଦିନ ପିଲାମାନଙ୍କୁ ପଚାରୁଛନ୍ତି, ଶିବ ବାବାଙ୍କ ପାଇଁ ଏପରି କୁହାଯିବ ନାହିଁ। ଆତ୍ମାର ରଚୟିତା ଆତ୍ମା ମାନେ ତ ଅନାଦି, ବାବା ମଧ୍ୟ ଅନାଦି। ଏହି ସମୟରେ ବାବା ଏବଂ ଦାଦା ଦୁଇ ଜଣ ଅଛନ୍ତି, ଯିଏକି ପିଲାମାନଙ୍କୁ ପାଳନା ଦେଉଛନ୍ତି। କେତେ ସନ୍ତାନ ଅଛନ୍ତି ଯେଉଁମାନଙ୍କୁ ପାଳନା ଦେବାକୁ ପଡ଼ିଥାଏ। ଜଣ ଜଣଙ୍କର ହିସାବ ରଖିବାକୁ ପଡ଼ିଥାଏ। ଯେପରି ଲୌକିକ ପିତାଙ୍କୁ ମଧ୍ୟ ଚିନ୍ତା ରହିଥାଏ ନା। ଭାବିଥାନ୍ତି ଯେ ଆମ ପିଲାଟି ବି ଏହି ବ୍ରାହ୍ମଣ କୁଳକୁ ଆସିଗଲେ ଭଲ ହେବ। ଆମ ପିଲାମାନେ ବି ପବିତ୍ର ହୋଇ ପବିତ୍ର ଦୁନିଆକୁ ଯାଆନ୍ତୁ। ପୁରୁଣା ଦୁନିଆରେ ମାୟାର ନାଳରେ ବହି ନ ଯାଆନ୍ତୁ। ଅବିନାଶୀ ପିତାଙ୍କୁ ପିଲାମାନଙ୍କର ଚିନ୍ତା ରହିଥାଏ। କେତେ ସବୁ ସେଣ୍ଟର ଅଛି, କେଉଁ ପିଲାଙ୍କୁ କେଉଁଠି ପଢ଼ାଯିବ, ଯେପରିକି ନିରାପଦରେ ରହିପାରିବ। ଆଜିକାଲି ନିରାପଦରେ ରହିବା ମଧ୍ୟ ମୁସ୍କିଲ ଅଟେ। ଦୁନିଆରେ କୌଣସି ପ୍ରକାରର ସୁରକ୍ଷା ନାହିଁ। ସ୍ୱର୍ଗରେ ତ ପ୍ରତ୍ୟେକ ସୁରକ୍ଷିତ। ଏଠାରେ କାହାର ବି ସୁରକ୍ଷା ନାହିଁ। କେଉଁଠି ନା କେଉଁଠି ବିକାର ରୂପୀ ମାୟାର କବଳରେ ଛନ୍ଦି ହୋଇ ଯାଉଛନ୍ତି। ତୁମ ଆତ୍ମାମାନଙ୍କୁ ଏଠାରେ ଶିକ୍ଷା ମିଳୁଛି। ସତ୍ୟର ସଙ୍ଗ ମଧ୍ୟ ଏହିଠାରେ ହେଉଛି। ଏହିଠାରେ ହିଁ ଦୁଃଖ ଧାମକୁ ପାର କରି ସୁଖ ଧାମକୁ ଯିବାକୁ ହେବ। କାହିଁକି ନା ଏବେ ପିଲାମାନେ ଜାଣିଗଲେ ଯେ ଦୁଃଖ ଧାମ କ'ଣ, ସୁଖ ଧାମ କ'ଣ। ବାସ୍ତବରେ ଏହା ଏବେ ଦୁଃଖ ଧାମ ଅଟେ। ଆମେ ବହୁତ ପାପ କରିଛୁ। ଏଠାରେ ସେଠାରେ ପୁଣ୍ୟ ଆତ୍ମାମାନେ ହିଁ ରହିଥାନ୍ତି। ଏବେ ଆମକୁ ପୁଣ୍ୟ ଆତ୍ମା ହେବାକୁ ପଡ଼ିବ। ଏବେ ତୁମେ ପ୍ରତ୍ୟେକ ନିଜର 84 ଜନ୍ମର ଇତିହାସ ଭୂଗୋଳକୁ ଜାଣିଗଲ। ଦୁନିଆରେ କେହି ବି 84 ଜନ୍ମର ଇତିହାସ ଭୂଗୋଳକୁ ଜାଣିନାହାନ୍ତି। ଏବେ ବାବା ଆସି ପୁରା ଜୀବନ କାହାଣୀ ବୁଝାଉଛନ୍ତି। ଏବେ ତୁମେ ଜାଣୁଛ। ବାବାଙ୍କୁ ମନେ ପକାଇ ଆମକୁ ପୁରା ପୁଣ୍ୟ ଆତ୍ମା ହେବାକୁ ପଡ଼ିବ। ଅବହେଳା କରିବା କାରଣରୁ ଏଥିରେ ହିଁ ବହୁତ ଧୋକା ଖାଉଛନ୍ତି। ବାବା କହୁଛନ୍ତି ଯେ ଏହି ସମୟରେ ଅବହେଳା କରିବା ଭଲ ନୁହେଁ। ଶ୍ରୀମତ ପାଳନ କରିବା ଉଚିତ। ସେଥିରେ ମଧ୍ୟ ମୁଖ୍ୟ କଥା କହୁଛନ୍ତି, ଏକ ତ ବାବାଙ୍କ ସ୍ମୃତିରେ ରୁହ, ଦ୍ୱିତୀୟତଃ କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ବାବାଙ୍କୁ ସମସ୍ତେ ଡାକୁଛନ୍ତି, କାହିଁକି ନା ତାଙ୍କଠାରୁ ଶାନ୍ତି ଏବଂ ସୁଖର ସମ୍ପତ୍ତି ଆତ୍ମାମାନଙ୍କୁ ମିଳିଥାଏ। ପୂର୍ବରୁ ଦେହ ଅଭିମାନରେ ଥିଲେ, ତେଣୁ କିଛି ଜଣାପଡ଼ୁନଥିଲା। ଏବେ ପିଲାମାନଙ୍କୁ ଆତ୍ମ ଅଭିମାନୀ କରାଯାଉଛି। ନୂଆ ମାନଙ୍କୁ ପ୍ରଥମେ ଲୌକିକ ଓ ଦ୍ୱିତୀୟରେ ପାରଲୌକିକ ବାପାଙ୍କର ପରିଚୟ ଦିଅ। ଅବିନାଶୀ ବାପାଙ୍କଠାରୁ ସ୍ୱର୍ଗର ଓ ଲୌକିକ ପିତାଙ୍କଠାରୁ ନର୍କର ଭାଗ୍ୟ ପ୍ରାପ୍ତି ହୁଏ। ପୁତ୍ର ସାବାଳକ ହେଲେ ସମ୍ପତ୍ତିର ହକଦାର ହୋଇଥାଏ। ଯେବେ ଜ୍ଞାନ ଆସିଯାଏ, ପୁଣି ଧୀରେ ଧୀରେ ମାୟାର ଅଧୀନ ହୋଇଯାଇଥାନ୍ତି। ତାହା
ସବୁ ହେଲା ରାବଣ ରାଜ୍ୟର ନୀତି ପ୍ରଥା। ବର୍ତ୍ତମାନ ତୁମେମାନେ ଜାଣୁଛ ଏହି ଦୁନିଆ ବଦଳୁଛି। ଏହି ପୁରୁଣା ଦୁନିଆର ବିନାଶ ହେଉଛି। କେବଳ ଗୀତାରେ ହିଁ ବିନାଶର ବର୍ଣ୍ଣନା ରହିଛି। ଆଉ କୌଣସି ଶାସ୍ତ୍ରରେ ମହାଭାରତ ମହାଭାରୀ ଲଢ଼େଇର ବର୍ଣ୍ଣନା ନାହିଁ। ଗୀତାର ସମୟ ହେଉଛି ଏହି ପୁରୁଷୋତ୍ତମ ସଙ୍ଗମ ଯୁଗ। ଗୀତାର ଯୁଗ ଅର୍ଥାତ୍ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା। ଗୀତା ହିଁ ହେଉଛି ଦେବୀ ଦେବତା ଧର୍ମର ଶାସ୍ତ୍ର। ତେଣୁ ଏହା ହେଉଛି ଗୀତାର ଯୁଗ ଅଟେ। ଯେବେ କି ନୂଆ ଦୁନିଆ ସ୍ଥାପନା ହେଉଛି, ମନୁଷ୍ୟଙ୍କୁ ମଧ୍ୟ ବଦଳିବାକୁ ହେବ। ମନୁଷ୍ୟରୁ ଦେବତା ହେବାକୁ ପଡ଼ିବ। ନୂଆ ଦୁନିଆରେ ନିଶ୍ଚିନ୍ତ ଦୈବୀ ଗୁଣଧାରୀ ମନୁଷ୍ୟ ଆବଶ୍ୟକ ନା? ଏହିସବୁ କଥାକୁ ଦୁନିଆ ଜାଣିନାହିଁ। ସେମାନେ କଳ୍ପର ଆୟୁଷ ବଢ଼ାଇ ଦେଇଛନ୍ତି। ଏବେ ତୁମ ପିଲାମାନଙ୍କୁ ବାବା ବୁଝାଉଛନ୍ତି। ତୁମେ ଜାଣୁଛ ଯେ ନିଶ୍ଚିନ୍ତ ଭାବରେ ବାବା ଆମକୁ ପଢ଼ାଉଛନ୍ତି। ଶ୍ରୀକୃଷ୍ଣଙ୍କୁ କେବେ ପିତା, ଶିକ୍ଷକ, ଗୁରୁ କହିପାରିବା ନାହିଁ। ଯଦି ଶ୍ରୀକୃଷ୍ଣ ଶିକ୍ଷକ ହୋଇଥାନ୍ତେ, ତେବେ ଶିଖିଲେ କେଉଁଠାରୁ? ତାଙ୍କୁ ଜ୍ଞାନର ସାଗର କୁହାଯାଇପାରିବ ନାହିଁ। ଏବେ ତୁମ ସନ୍ତାନମାନଙ୍କୁ ଦୁନିଆର ନାମୀଗ୍ରାମୀ ବ୍ୟକ୍ତିମାନଙ୍କୁ ବୁଝାଇବାକୁ ହେବ। ପରସ୍ପର ବିଚାର କରିବା ଦରକାର ଯେ ସେବାର ବୃଦ୍ଧି କିପରି ହେବ, ତୀବ୍ର ବେଗରେ ସେବା କିପରି ହେବ। ବ୍ରହ୍ମକୁମାରୀମାନଙ୍କ ପାଇଁ ଯେଉଁମାନେ ଏତେ ଗଣ୍ଡଗୋଳ କରୁଛନ୍ତି, ସେମାନେ ପୁଣି ବୁଝିବେ ଯେ ଏମାନେ ତ ସଚ୍ଚା ଅଟନ୍ତି, ବାକି ଦୁନିଆ ତ ହେଲା ମିଥ୍ୟା। ସେଥିପାଇଁ ସତ୍ୟର ନୌକାକୁ ଦୋହଲିଥାଏ। ତୋଫାନ ତ ଆସିବ ନା? ତୁମେ ହେଲ ନୌକା, ଯିଏକି ପାରି ହେଉଛ। ତୁମେ ଜାଣୁଛ ଯେ ଆମକୁ ଏହି ମାୟାବୀ ଦୁନିଆରୁ ପାରି ହେବାର ଅଛି। ସବୁଠାରୁ ପ୍ରଥମ ନମ୍ବର ତୋଫାନ ଆସିଥାଏ ଦେହ ଅଭିମାନର, ଯାହା ସବୁଠାରୁ ଖରାପ। ଦେହ ଅଭିମାନ ହିଁ ସମସ୍ତଙ୍କୁ ପତିତ କରିଛି। ତେଣୁ ତ ବାବା କହୁଛନ୍ତି କାମ ମହାଶତ୍ରୁ। ଏହା ବହୁତ କଡ଼ା ତୋଫାନ ଅଟେ। କେହି ତ ଏହା ଉପରେ ବିଜୟ ପ୍ରାପ୍ତ ମଧ୍ୟ କରିଛନ୍ତି। ଗୃହସ୍ଥ ବ୍ୟବହାରରେ ରହିଛନ୍ତି, ପୁଣି ତାଠାରୁ ବଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି। କୁମାର କୁମାରୀମାନଙ୍କ ପାଇଁ ତ ବହୁତ ସହଜ ଅଟେ। ସେଥିପାଇଁ ନାମର ମଧ୍ୟ ଗାୟନ ଅଛି କହ୍ନୈୟା। ଏତେ କନ୍ୟାମାନେ ନିଶ୍ଚିନ୍ତ ଶିବ ବାବାଙ୍କର ହୋଇଥିବେ। ଦେହଧାରୀ ଶ୍ରୀକୃଷ୍ଣଙ୍କର ତ ଏତେ କନ୍ୟା ହୋଇପାରିବେ ନାହିଁ। ଏବେ ତୁମେ ଏଠି ଏହି ପାଠପଢ଼ା ଦ୍ୱାରା ପାଟରାଣୀ ହେଉଛ। ଏଥିରେ ମଧ୍ୟ ମୁଖ୍ୟ ପବିତ୍ରତାର ଦରକାର। ନିଜେ ନିଜକୁ ଦେଖ ଯେ ୟାଦ୍ର ଚାର୍ଟ ଠିକ୍ ଅଛି। ବାବାଙ୍କ ପାଖକୁ କାହାର 5 ଘଣ୍ଟାର, କାହାର 2-3 ଘଣ୍ଟାର ବି ଚାର୍ଟ ଆସୁଛି। କେହି ତ ଚାର୍ଟ ଲେଖନ୍ତି ହିଁ ନାହିଁ। ବହୁତ କମ୍ ୟାଦ କରୁଛନ୍ତି। ସମସ୍ତଙ୍କର ୟାଦର ଯାତ୍ରା ତ ଏକା ଭଳି ହୋଇପାରିବ ନାହିଁ। ଆଗକୁ ଗଲେ ପିଲାମାନଙ୍କର ସଂଖ୍ୟା ବହୁତ ବୃଦ୍ଧି ହେବ। ପ୍ରତ୍ୟେକଙ୍କୁ ନିଜର ଚାର୍ଟ ଦେଖିବାକୁ ହେବ। ମୁଁ କେଉଁ ପଦ ପାଇପାରିବି? ମୁଁ କେତେ ଖୁସିରେ ଅଛି? ଆମ ମଧ୍ୟରେ ସର୍ବଦା ଖୁସି କାହିଁକି ରହିବ ନାହିଁ? ଯେତେବେଳେ ଆମେ ସର୍ବୋଚ୍ଚ ବାବାଙ୍କର ହୋଇଛୁ। ଡ୍ରାମା ଅନୁସାରେ ତୁମେମାନେ ବହୁତ ଭକ୍ତି କରିଛ। ଭକ୍ତମାନଙ୍କୁ ଫଳ ଦେବା ପାଇଁ ହିଁ ବାବା ଆସିଛନ୍ତି। ରାବଣ ରାଜ୍ୟରେ ତ ବିକର୍ମ ହିଁ ହୋଇଥାଏ। ତୁମେ ପୁରୁଷାର୍ଥ କରୁଛ ସତ୍ତ୍ୱପ୍ରଧାନ ଦୁନିଆକୁ ଯିବା ପାଇଁ। ଯିଏ ସମ୍ପୂର୍ଣ୍ଣ ରୂପେ ପୁରୁଷାର୍ଥ ନ କରିବେ, ସେମାନେ ସତ୍ୱରେ ଆସିବେ। ସମସ୍ତେ କ'ଣ ଏତେ ଜ୍ଞାନକୁ ଗ୍ରହଣ କରିବେ? ସନ୍ଦେଶ ନିଶ୍ଚିନ୍ତ ଶୁଣିବେ। ପୁଣି କିଏ କେଉଁଠି ରହିଥିବ, ସେଥିପାଇଁ କୋଣ ଅନୁକୋଣକୁ ଯାଇ ସନ୍ଦେଶ ଦିଅ। ବିଦେଶକୁ ମଧ୍ୟ ମିଶନ ଯିବା ଆବଶ୍ୟକ। ଯେପରି ବୌଦ୍ଧୀମାନଙ୍କର, ଖ୍ରୀଷ୍ଟିଆନଙ୍କର ଏଠାରେ ମିଶନ ଅଛି ନା? ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ନିଜ ଧର୍ମରେ ପରିବର୍ତ୍ତନ କରିବା ପାଇଁ ମିଶନ ରହିଥାଏ। ତୁମେ ବୁଝାଉଛ ଯେ ଆମେ ପ୍ରକୃତରେ ଦେବୀ ଦେବତା ଧର୍ମର ଥିଲୁ, ଏବେ ହିନ୍ଦୁ ଧର୍ମ ହୋଇଯାଇଛୁ। ତୁମ ପାଖକୁ ହିନ୍ଦୁ ଧର୍ମର ଲୋକେ ବେଶୀ ଆସିବେ। ସେମାନଙ୍କ ଭିତରେ ଯିଏ ଶିବଙ୍କର ଓ ଦେବତାମାନଙ୍କର ପୂଜାରୀ ହୋଇଥିବେ, ସେହିମାନେ ଆସିବେ। ଯେପରି ବାବା କହିଥିଲେ, ରାଜାମାନଙ୍କର ସେବା କର। ସେମାନେ ପ୍ରାୟତଃ ଦେବତାମାନଙ୍କର ପୂଜାରୀ ହୋଇଥାନ୍ତି।
ସେମାନଙ୍କ ଘରେ ମନ୍ଦିର ଥାଏ, ସେମାନଙ୍କର ବି କଲ୍ୟାଣ କରିବାକୁ ହେବ। ତୁମେ ମଧ୍ୟ ଭାବ, ଆମେ ବାବାଙ୍କ ସହିତ ଦୂର ଦେଶରୁ ଆସିଛୁ। ବାବା ଆସି ହିଁ ଛନ୍ତି ନୂଆ ଦୁନିଆର ସ୍ଥାପନା କରିବା ପାଇଁ। ତୁମେ ମଧ୍ୟ ବାବାଙ୍କର ସ୍ଥାପନା କରୁଛ। ଯିଏ ସ୍ଥାପନା କରିବେ ସେ ପାଳନା ମଧ୍ୟ କରିବ। ଭିତରେ ନଶା ରହିବା ଦରକାର। ଆମେ ଶିବ ବାବାଙ୍କ ସାଥିରେ ଆସିଛୁ ଦୈବୀ ରାଜ୍ୟ ସ୍ଥାପନା କରିବା ପାଇଁ, ସମଗ୍ର ବିଶ୍ୱକୁ ସ୍ୱର୍ଗ କରିବା ପାଇଁ। ଆଶ୍ଚର୍ଯ୍ୟ ଲାଗୁଛି ଯେ ଏହି ଦେଶରେ କ'ଣ କ'ଣ ସବୁ କହୁଛନ୍ତି, ପୂଜା କିପରି କରୁଛନ୍ତି। ନବରାତ୍ରିରେ ଦେବୀମାନଙ୍କର ପୂଜା ହୋଇଥାଏ ନା। ରାତ୍ରି ଅଛି ତ ଦିନ ବି ଅଛି। ତୁମର ଗୋଟିଏ ଗୀତ ବି ଅଛି ନା, କ୍ୟା କୌତୁକ ଦେଖା। ମାଟିର ପ୍ରତିମା ଗଢ଼ି ଶୃଙ୍ଗାର କରି ତାହାର ପୂଜା କରୁଥାନ୍ତି। ତାହା ସହିତ ପୁଣି ମନ ଏପରି ଲାଗିଯାଇଥାଏ ଯେ ବୁଡ଼େଇବାକୁ ଗଲାବେଳେ କାନ୍ଦି ପକାନ୍ତି। ମନୁଷ୍ୟ ମରିଯିବା ପରେ ଶବକୁ ମଧ୍ୟ ନେଇ ହରିବୋଲ ହରିବୋଲ କରି ପାଣିରେ ଡୁବେଇ ଦେଇଥାନ୍ତି। ବହୁତ ଲୋକ ଯାଇଥାନ୍ତି ନା। ନଦୀ ସର୍ବଦା ବହି ଚାଲିଛି। ତୁମେ ଜାଣୁଛ ଯେ ଏହି ଯମୁନା କୂଳ ଥିଲା, ଯେଉଁଠାରେ ରାସ ବିଳାସ ଆଦି କରୁଥିଲେ। ସେଠାରେ ତ ବଡ଼ ବଡ଼ ମହଲ ଥାଏ। ତୁମକୁ ହିଁ ଯାଇ ଏସବୁ ତିଆରି କରିବାକୁ ହେବ। ଯେବେ କେହି ବଡ଼ ପରୀକ୍ଷାରେ ପାସ୍ କଲେ ତାକୁ ବୁଦ୍ଧିରେ ଆସେ, ପାସ୍ ହେଲା ପରେ ମୁଁ ଏହା କରିବି, ଘର ତିଆରି କରିବି। ତୁମମାନଙ୍କର ମଧ୍ୟ ଖୟାଲରେ ରହିବା ଦରକାର ଯେ ଆମେ ଦେବତା ହେବୁ। ଏବେ ଆମେ ନିଜ ଘରକୁ ଯିବୁ। ଘରକୁ ମନେ ପକାଇ ଖୁସି ହେବା ଦରକାର। ମନୁଷ୍ୟ ଯାତ୍ରା ପୂର୍ଣ୍ଣ କରି ପୁଣି ଘରକୁ ଫେରିଲେ ତ ଖୁସି ହୋଇଥାନ୍ତି। ଆମେ ଏବେ ଘରକୁ ଯାଉଛୁ, ଯେଉଁଠାରେ ଆମର ଜନ୍ମ ହୋଇଥିଲା। ଆମ ଆତ୍ମାମାନଙ୍କର ମଧ୍ୟ ଘର ହେଉଛି ମୂଳବତନ। କେତେ ଖୁସି ମିଳୁଛି। ମନୁଷ୍ୟ ଏତେ ଭକ୍ତି କରିଥାନ୍ତି କେବଳ ମୁକ୍ତି ପାଇବା ପାଇଁ। ପରନ୍ତୁ ଡ୍ରାମାରେ ଏଭଳି ଅଭିନୟ ରହିଛି, ଯାହାକି ଫେରିବାର ସୁଯୋଗ କାହାକୁ ମିଳେ ନାହିଁ। ତୁମେ ଜାଣୁଛ ଯେ ସେମାନଙ୍କୁ ଅଧାକଳ୍ପ ନିଶ୍ଚିତ ଅଭିନୟ କରିବାକୁ ହେବ। ଆମର ଏବେ 84 ଜନ୍ମ ପୂରା ହୋଇଛି। ଏବେ ଫେରିବାକୁ ହେବ ଏବଂ ପୁଣି ରାଜଧାନୀକୁ ଆସିବାକୁ। ବାସ୍, ଘର ଏବଂ ରାଜଧାନୀ ହିଁ ମନେ ରହୁ। ଏଠାରେ ବସି ମଧ୍ୟ କାହାକୁ ନିଜର କାରଖାନା ଆଦି ମନେ ପଡ଼ିଥାଏ। ଯେପରି ଦେଖ, ବିରଳ ତାଙ୍କର କେତେ କାରଖାନା ଆଦି ଅଛି। ଦିନ ସାରା ସେସବୁ ତାଙ୍କର ଖୟାଲରେ ରହୁଥିବ। ତାଙ୍କୁ ଯଦି କହିବ ବାବାଙ୍କୁ ମନେ ପକାଅ, ତେବେ ତାଙ୍କୁ ବାବାଙ୍କୁ ମନେ ପକାଇବା କେତେ କଷ୍ଟକର ହେବ। ଘଡ଼ି ଘଡ଼ି ଧନ୍ଦା ଆଦି ମନେ ପଡ଼ୁଥିବ। ସବୁଠାରୁ ସହଜ ହେଲା ମାତାମାନଙ୍କୁ, ତାପରେ କନ୍ୟାମାନଙ୍କୁ। ଜୀଇ ଥାଉ ଥାଉ ମରିବାକୁ ହେବ। ସମଗ୍ର ବିଶ୍ୱକୁ ଭୁଲିବାକୁ ହେବ। ତୁମେ ନିଜକୁ ଆତ୍ମା ଭାବି ଶିବ ବାବାଙ୍କର ହେଉଛ। ଏହାକୁ ହିଁ ବଞ୍ଚି ରହି ମରିବା କୁହାଯାଉଛି। ଦେହ ସହିତ ଦେହର ସବୁ ସମ୍ବନ୍ଧ ଛାଡ଼ି ନିଜକୁ ଆତ୍ମା ଭାବି ଶିବ ବାବାଙ୍କର ହେବାକୁ ପଡ଼ିବ। ଦେହ ସହିତ ଦେହର ସବୁ ସମ୍ବନ୍ଧ ଛାଡ଼ି ନିଜକୁ ଆତ୍ମା ଭାବି ଶିବ ବାବାଙ୍କର ହେବାକୁ ପଡ଼ିବ। ଶିବ ବାବାଙ୍କୁ ହିଁ ୟାଦ କରି ଚାଲିବାକୁ ହେବ। କାହିଁକି ନା ପାପର ବୋଝ ମୁଣ୍ଡ ଉପରେ ବହୁତ ଅଛି। ମନ ତ ସମସ୍ତଙ୍କର ହୋଇଥାଏ ଯେ ମୁଁ ଜୀବ ଦଶାରେ ମରି ଶିବ ବାବାଙ୍କର ହୋଇଯାଏ, ଶରୀରର ସ୍ମୃତି ନ ରହୁ। ଆମେ ଅଶରୀରୀ ଆସିଥିଲୁ, ପୁଣି ଅଶରୀର ହୋଇ ଯିବାକୁ ହେବ। ବାବାଙ୍କର ହୋଇଛୁ ତ ବାବାଙ୍କର ବ୍ୟତୀତ ଅନ୍ୟ କେହି ମନେ ନ ପଡ଼ନ୍ତୁ। ଏଭଳି ସ୍ଥିତି ଶୀଘ୍ର ହୋଇଗଲେ ତ ପୁଣି ଲଢ଼େଇ ବି ଶୀଘ୍ର ଲାଗିବ। ବାବା କେତେ ବୁଝାଉଛନ୍ତି। ଆମେ ତ ହେଉଛୁ ଶିବ ବାବାଙ୍କର ନା।
ଆମେ ସେଠାକାର ବାସିନ୍ଦା ଅଟୁ। ଏଠାରେ ତ କେତେ ଦୁଃଖ ରହିଛି। ବର୍ତ୍ତମାନ ଏହା ଅନ୍ତିମ ଜନ୍ମ। ବାବା କହୁଛନ୍ତି, ତୁମେ ଶତପ୍ରଧାନ ଥିଲ ତ ଆଉ କେହି ନଥିଲେ। ତୁମେ କେତେ ସାହୁକାର ଥିଲ। ଯଦିଓ ଏହି ସମୟରେ ପଇସା ଆଦି ଅଛି, କିନ୍ତୁ ଏସବୁ ତ କିଛି ନୁହେଁ। ସବୁ କଉଡ଼ି ତୁଲ୍ୟ ଅଟେ। ଏହା ସବୁ ଅଳ୍ପ କାଳର ସୁଖ ପାଇଁ ଅଟେ। ବାବା ବୁଝାଉଛନ୍ତି ଯେ ଅତୀତରେ ଦାନ ପୁଣ୍ୟ କରୁଛନ୍ତି, ତେଣୁ ପଇସା ବି ବହୁତ ମିଳୁଛି। ପୁଣି ଦାନ କରୁଛନ୍ତି, କିନ୍ତୁ ଏହା ତ ଗୋଟିଏ ଜନ୍ମର କଥା। ଏଠାରେ ତ ଜନ୍ମ ଜନ୍ମାନ୍ତର ପାଇଁ ସାହୁକାର ହେଉଛ। ଯେତେ ବଡ଼ କହିବ ସେତେ ଅଧିକ ଦୁଃଖ ପାଇବ। ଯାହାର ବହୁତ ଧନ ଅଛି, ସେ ପୁଣି ବହୁତ ବାନ୍ଧି ହୋଇ ରହିଛନ୍ତି ନା, ବାବାଙ୍କର ହୋଇ ରହିପାରିବେ ନାହିଁ। କେହି କେହି ସାଧାରଣ ଗରିବ ହିଁ ସମର୍ପିତ ହେବେ। ସାହୁକାର କେବେ ସମର୍ପିତ ହେବେ ନାହିଁ। ସେମାନେ ପୁଅ ନାତିଙ୍କ ପାଇଁ ରୋଜଗାର କରିଥାନ୍ତି। ଭାବନ୍ତି ଆମର କୁଳ ସୁଖରେ ଚାଲୁଥାଉ। କିନ୍ତୁ ନିଜେ ସେହି ଘରେ ପୁନର୍ଜନ୍ମ ନେବେ ନାହିଁ। ପୁଅ ନାତି ଆସିବେ, ଯେଉଁମାନେ କି ଭଲ କର୍ମ କରିଥିବେ। ଯେପରି ଯିଏ ବହୁତ ଦାନ କରିଥାନ୍ତି, ସେ ରାଜା ହୋଇଥାନ୍ତି, କିନ୍ତୁ ସଦା ସ୍ୱାସ୍ଥ୍ୟବାନ ତ ହେବେ ନାହିଁ। ରାଜତ୍ୱ କଲେ କ'ଣ ହେବ? ଅବିନାଶୀ ସୁଖ ତ ନାହିଁ। ଏଠାରେ ପ୍ରତିପାଦରେ ଅନେକ ପ୍ରକାରର ଦୁଃଖ ମିଳୁଛି। ସେଠାରେ ଏହି ସବୁ ଦୁଃଖ ଦୂର ହୋଇଯାଇଥାଏ। ବାବାଙ୍କୁ ଡାକିଥାନ୍ତି ଯେ ଆମର ଦୁଃଖ ଦୂର କର। ତୁମେ ଜାଣୁଛ ଯେ ସବୁ ଦୁଃଖ ଦୂର ହୋଇଯିବ। କେବଳ ବାବାଙ୍କୁ ୟାଦ କରୁଥାଅ। କେବଳ ଏକ ବାବାଙ୍କ ବ୍ୟତୀତ ଆଉ କାହାଠାରୁ ସମ୍ପତ୍ତି ମିଳିପାରିବ ନାହିଁ। ବାବା ସମଗ୍ର ବିଶ୍ୱର ଦୁଃଖ ଦୂର କରୁଛନ୍ତି। ଏହି ସମୟରେ ତ ଜୀବଜନ୍ତୁମାନେ ମଧ୍ୟ କେତେ ଦୁଃଖୀ ଅଛନ୍ତି। ଏହା ଦୁଃଖଧାମ। ଦୁଃଖ ବଢ଼ି ବଢ଼ି ଚାଲିଛି। ତମ ପ୍ରଧାନ ହୋଇ ଚାଲିଛି। ଏବେ ଆମେ ସଙ୍ଗମ ଯୁଗରେ ବସିଛୁ। ସେମାନେ ସବୁ କଳିଯୁଗରେ ଅଛନ୍ତି। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ବାବା ଆମକୁ ପୁରୁଷୋତ୍ତମ କରୁଛନ୍ତି। ଏହି କଥା ମନେ ରହିଲେ ମଧ୍ୟ ଖୁସି ରହିବ। ଭଗବାନ ପଢ଼ାଉଛନ୍ତି, ବିଶ୍ୱର ମାଲିକ କରୁଛନ୍ତି। ଏକଥା ମନେ ରଖ। ଭଗବାନଙ୍କର ପିଲାମାନେ ପାଠ ପଢ଼ା ଆଧାରରେ ଭଗବାନ ଭଗବତୀ ହେବା ଦରକାର ନା। ଭଗବାନ ତ ହେଉଛନ୍ତି ସୁଖଦାତା। ପୁଣି ଦୁଃଖ କାହିଁକି ମିଳୁଛି, ତାହା ମଧ୍ୟ ବାବା ବସି ବୁଝାଉଛନ୍ତି। ଭଗବାନଙ୍କର ସନ୍ତାନ ପୁଣି ଦୁଃଖରେ କାହିଁକି ଅଛନ୍ତି? ଭଗବାନ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ତେଣୁ ନିଶ୍ଚିନ୍ତ ଦୁଃଖ ବେଳେ ଆସୁଛନ୍ତି। ତେଣୁ ତ ଗାୟନ କରୁଛନ୍ତି। ତୁମେ ଜାଣୁଛ ଯେ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି। ଆମେ ପୁରୁଷାର୍ଥ କରୁଛୁ। ଏଥିରେ ସନ୍ଦେହ କରିବାର କ'ଣ ଅଛି? ଆମେ ବିକେମାନେ ରାଜଯୋଗ ଶିଖୁଛୁ। ଆମେ କ'ଣ ମିଛ କହୁଛୁ? କାହାକୁ ଏହିଭଳି ସଂଶୟ ଆସିଲେ ବୁଝାଇବା ଦରକାର ଯେ ଏହା ତ ପାଠପଢ଼ା ଅଟେ। ବିନାଶ ସମ୍ମୁଖରେ ଛିଡ଼ା ହୋଇଛି। ଆମେ ହେଉଛୁ ସଙ୍ଗମଯୁଗୀ ବ୍ରାହ୍ମଣ ଚୁଟି। ପ୍ରଜାପିତା ବ୍ରହ୍ମା ଅଛନ୍ତି ତ ନିଶ୍ଚିନ୍ତ। ବ୍ରାହ୍ମଣ ବି ରହିବା ଦରକାର। ତୁମକୁ ମଧ୍ୟ ବୁଝାଯାଉଛି। ତେଣୁ ତ ତୁମେ ନିଶ୍ଚୟ କରିଛ। ବାକି ମୁଖ୍ୟ କଥା ହେଲା ବାବାଙ୍କୁ ମନେ ପକାଇବା। ଏଥିରେ ହିଁ ବିଘ୍ନ ପଡ଼ିଥାଏ। ନିଜର ଚାର୍ଟ ଦେଖୁଥାଅ। କେତେ ସମୟ ବାବାଙ୍କୁ ୟାଦ କରୁଛି। କେତେ ଦୂର ଖୁସିରେ ପାରା ଚଢ଼ୁଛି। ଏହି ଆନ୍ତରିକ ଖୁସି ରହିବା ଦରକାର ଯେ ଆମକୁ ଭଗବାନ ପତିତ ପାବନଙ୍କର ସାଥୀ ମିଳିଛି। ଆମେ ଶିବ ବାବାଙ୍କର ସହିତ ବ୍ରହ୍ମା ବାବାଙ୍କ ଦ୍ୱାରା ହାତ ମିଶାଉଛୁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ୍ପିତା ବାପଦାଦାଙ୍କର ମଧୁର ସ୍ନେହସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ସାଥ୍ ସାଥ୍ ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତ୍ପିତା ବାପଦାଦାଙ୍କୁ ୟାଦ
प्यार, गुड मॉर्निंग और नमस्ते नमस्ते बाबा नमस्ते। शुक्रिया बाबा, दिल से शुक्रिया। धारणा पाई मुख्य सार। प्रथम पॉइंट, निज घर एवं राजधानी को मने पकाई अपार खुशी रे रहिबाकू हेबो। निज घर एवं राजधानी को मने पकाई अपार खुशी रे रहिबाकू हेबो। सर्वदा एही कथा मने रहू जे एबे आमर यात्रा शेष होईछि। आमे निज घरकू जाउछु, पुणी राजधानी रे आसिबु। सर्वदा एही कथा मने रहू जे आमे एबे आमर यात्रा शेष होईछि। आमे निज घरकू जाउछु, पुणी राजधानी रे आसिबु। द्वितीय पॉइंट, आमे ब्रह्मांक द्वारा शिव बाबांक सहित हाथ मिलाउछु। सेही बागवान अर्थात बगीचार मालिक आमको पतितरू पावन करुछंती। आमे ब्रह्मांक द्वारा शिव बाबांक सहित हाथ मिलाउछु। सेही बागवान अर्थात बगीचार मालिक आमको पतितरू पावन करुछंती। आमे एही पाठपढ़ा द्वारा स्वर्गर पाटराणी हेउछु। एही भाग्यर आंतरिक खुशी रे रहिबाकू हेबो। वरदान, 3 प्रकारर विजयर पदक प्राप्त करुथिबा सदा विजयी आत्मा हुଅ। 3 प्रकारर विजयर पदक प्राप्त करुथिबा सदा विजयी आत्मा हुଅ। विस्तार, विजय पालन रे नंबर प्राप्त करिबा पई प्रथमे स्व उपरे विजय हुଅ, तापरे समस्तंक उपरे विजय हुଅ, तापरे प्रकृति उपरे विजय हुଅ। एही 3 प्रकारर विजयर पदक प्राप्त हेले जाई विजय माଳାର ଦାନ ହୋଇପାରିବ। स्व उपरे विजयी हेबा अर्थ ନିଜର ବ୍ୟର୍ଥ ଭାବ ସ୍ୱଭାବକୁ ଶ୍ରେଷ୍ଠ ଭାବ ଏବଂ ଶୁଭ ଭାବନାରେ ପରିବର୍ତ୍ତନ କରିବା। ଯେଉଁମାନେ ଏହିଭଳି ସ୍ୱ ଉପରେ ବିଜୟ ହୋଇଯାଆନ୍ତି ସେମାନେ ଅନ୍ୟମାନଙ୍କ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିନିଅନ୍ତି। ପ୍ରକୃତି ଉପରେ ବିଜୟ ପ୍ରାପ୍ତ କରିବା ଅର୍ଥ ହେଲା ବାୟୁମଣ୍ଡଳ, ବାତାବରଣ ଏବଂ ସ୍ଥୂଳ ପ୍ରକୃତିର ସମସ୍ୟା ଗୁଡ଼ିକ ଉପରେ ବିଜୟୀ ହେବା। ସ୍ଲୋଗାନ, ନିଜର କର୍ମେନ୍ଦ୍ରିୟମାନଙ୍କ ଉପରେ ସମ୍ପୂର୍ଣ୍ଣ ରାଜ୍ୟ କରିବା ବାଲା ହିଁ ସଚ୍ଚା ରାଜଯୋଗୀ ଅଟନ୍ତି। ନିଜର କର୍ମେନ୍ଦ୍ରିୟମାନଙ୍କ ଉପରେ ସମ୍ପୂର୍ଣ୍ଣ ରାଜ୍ୟ କରିବା ବାଲା ହିଁ ସଚ୍ଚା ରାଜଯୋଗୀ ଅଟନ୍ତି। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରେ, ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ତୁମମାନଙ୍କୁ ଜ୍ଞାନ ସହିତ ସଚ୍ଚା ଆତ୍ମିକ ସ୍ନେହ ମଧ୍ୟ ମିଳିଛି। ସେହି ଆତ୍ମିକ ସ୍ନେହ ହିଁ ତୁମକୁ ପ୍ରଭୁଙ୍କର କରିଦେଇଛି। ଏଠାରେ ସବୁ ପିଲାଙ୍କୁ ଡବଲ ସ୍ନେହ ମିଳୁଛି। ଗୋଟିଏ ହେଲା ବାବାଙ୍କ ଠାରୁ, ଆଉ ଗୋଟିଏ ହେଲା ଦୈବୀ ପରିବାର ଠାରୁ। ତେଣୁ ସ୍ନେହର ଅନୁଭବ ହିଁ ତୁମମାନଙ୍କୁ ପରମାତ୍ମା ଜ୍ୟୋତି ଉପରେ ଶୁଆ ହେଉଥିବା ପତଙ୍ଗ କରିଦେଇଛି। ସ୍ନେହ ହିଁ ଚୁମ୍ବକ ଭଳି କାର୍ଯ୍ୟ କରୁଛି, ଯାହାଦ୍ୱାରା ତୁମେମାନେ ପ୍ରଭୁଙ୍କର ବାଣୀ ଶୁଣିବା ପାଇଁ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥାନ୍ତି। ସଙ୍ଗମ ଯୁଗରେ ଯେଉଁମାନେ ସଚ୍ଚା ସ୍ନେହ ବଦଳରେ ବଞ୍ଚି ଥାଉ ଥାଉ ମରିଥାନ୍ତି ସେହିମାନେ ହିଁ ସ୍ୱର୍ଗକୁ ଯାଆନ୍ତି। ଓମ୍ ଶାନ୍ତି।